କୋଉଠୁ ଆଇଲ? ଯାଜପୁର। ଯାଜପୁର କେମିତି ଆଇଲ? ତମ ସାଙ୍ଗରେ ତ ଆଇଲି ବାଇକରେ। ଅବସ୍ଥା ମୋର 12 ବାଜିଗଲାଣି। ଯୋଉ ଏମିତି ଖରା ତମେ ଅବସ୍ଥା ଖରା ହଉଛି କାର ଗୋଟେ କିଣିଲେ ହନ୍ତାନି? କି ଗାଡ଼ି କିଣିବ? ଡିଫେଣ୍ଡର ଉଠେଇବ ଆଉ। ଡିଫେଣ୍ଡର ଦରମା ଯଦି ଦରମା କେତେ ଟଙ୍କା ତମର? ଏ କେତେ ସେଇ ପାଇ 35 37 37 ହଜାର ଧର 37,000 ଦରମା, ତମେ 36,000 ଟଙ୍କା EMI କରିଦିଅ। ନାଇଁ ନାଇଁ କଥାଟା ବୁଝିପାରୁନ। ଆରେ 37,000 ଦରମା ହେଲା ତ EMI ମୁଁ କରିଦେବି 34,000 ଟଙ୍କା ହେଲା। ଆଉ 3,000 ରହିବ ଏ ବାଟରେ ଗଲାବେଳେ ପାଣି ଫାଣି ଗରମ। ଯୋଉ ଗରମ ଡିଫେଣ୍ଡର ତ ଗରମ ହବନି ଆଉ ରହିବ ପକେଟ ମନି। ନହେଲେ ଡିଫେଣ୍ଡର ଗାଡ଼ି ଚଲାଉଛ ବୋଲି ଜାଣିବ କେମିତି? ତେଲ ପକେଇବାକୁ କଣ କରିବ? ତେଲ ପକେଇବା ପାଇଁ ଗୋଟେ 10 ଲକ୍ଷ EMI କରିଦେବି। ଆଉ ଗୋଟେ ଲୋନ୍ କରିଦବ। ପର୍ସନାଲ ଲୋନ୍ ଗୋଟେ ବୁଝିପାରିଲ ନା? 10 ଲକ୍ଷ ଲୋନ୍ କରିଦେବି। ସରିଗଲା ପରେ ଚିନ୍ତା କରିବା ଆଉ। ଡିଫେଣ୍ଡର ବରଯାତ୍ରୀରେ ଲଗେଇଦେବି ଆଉ। ହଁ, ବରଯାତ୍ରୀ ଭଡ଼ା ଲଗେଇବ। ବରଯାତ୍ରୀ ଭଡ଼ା ମାନେ ବର ଯିବ। ଆଜିକାଲି ଯୋଉ ଖାଲି ଆମ ବର ରୋଲ୍ସ ରୟ୍ସରେ ଯାଉଛନ୍ତି, ଆମର ଯିବ ଡିଫେଣ୍ଡର 4 କୋଟି ଟଙ୍କିଆ ଗାଡ଼ି। ବୁଝିପାରିଲ ନା? ଆଉ ସେଇ ଗାଡ଼ି ସେଇ ଲୋନ୍ଟା ସେଥିରେ ସୁଝା ହବ। ଆଉ ଗୋଟେ କିଣିଦବା ରେଞ୍ଜ ରୋଭର ଆଉ। ନା କଣ କହୁଛ? ତମ ସାଲାରୀରୁ କିଛି କାଟି ଦେଇକି EMI ପକେଇଦବା, ହେଇଗଲା ଆଉ। ଜାଣିନ କଥା ହେଲା ଆଉ।